रवि धान बिक्री ପାଇଁ ପଞ୍ଜିକ ନ ହେବାରୁ ସେବା ସମିତି ଆଗରେ ଶତାଧିକ ଚାଷୀଙ୍କ ଧାରଣା। ସେବା ସମବାୟ ସମିତିର ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ ଏବଂ ଅବହେଳା ଯୋଗୁଁ ରବି ଧାନ ଚାଷୀମାନଙ୍କ ଧାନ ବିକ୍ରି ପାଇଁ ପଞ୍ଜୀକରଣ ହୋଇ ନ ପାରିଥିବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡ଼ି ସେବା ସମବାୟ ସମିତି ଆଗରେ ଶତାଧିକ ଚାଷୀମାନେ ଧାରଣା ଦେଇଛନ୍ତି। ଜାମୁଝାଡ଼ି ଅଞ୍ଚଳର 200ରୁ ଊର୍ଦ୍ଧ୍ୱ ଚାଷୀ ଶହ ଏକର ରବି ଧାନ ଚାଷ କରିଥିବା ବେଳେ ଧାନ ବିକ୍ରି ପାଇଁ ସମବାୟ ସମିତିର ସମ୍ପାଦକ ସୁଭାଷ ଚନ୍ଦ୍ର ବିଶ୍ୱାଳଙ୍କ ନିକଟରେ ନିଜର ଫର୍ମ ଦାଖଲ କରିଥିଲେ। ହେଲେ ଚାଷୀଙ୍କର ପଞ୍ଜୀକରଣର ତାରିଖ ଶେଷ ହୋଇଥିବାରୁ ଜଣେ ହେଲେ ବି ସେଥିମଧ୍ୟରୁ ପଞ୍ଜୀକରଣ ହୋଇପାରି ନଥିଲା, ଯାହାକୁ ନେଇ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କ ସମେତ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ସମାଧାନ କରାଯାଇ ନ ପାରିବାରୁ ଆଜି ପଞ୍ଜୀକରଣ ହୋଇନଥିବା କାରଣରୁ ଚାଷୀମାନେ ଧାରଣା ଦେଇଥିଲେ। ଆଗାମୀ ଦିନରେ ଏହାର ସମାଧାନ ନହେଲେ ଚାଷୀମାନେ ଆନ୍ଦୋଳନକୁ ତୀବ୍ରତର କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଅନ୍ୟପଟେ କର୍ମଚାରୀ ଅଭାବ ଏବଂ ସମ୍ପାଦକଙ୍କ ଦାୟିତ୍ୱ ଦୁଇଟି ସେବା ସମବାୟ ସମିତିର ଥିବାବେଳେ ସମୟ ଅଭାବରୁ ଚାଷୀ ପଞ୍ଜୀକରଣ ହୋଇନଥିବା ସମ୍ପାଦକ କହିବା ସହ ତାଙ୍କର ଭୁଲ ପାଇଁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ୱୀକାର କରିଥିଲେ। ଚାଷ କରିଛି, ଚାଷରେ ମୁଁ ଚଳୁଛି, ପିଲା ଛୁଆ ପାଠ ପଢ଼ୁଛନ୍ତି, ପରିବାର ପ୍ରତିପୋଷଣ କରୁଛି। ତେଣୁ ସରକାରଙ୍କ ନିୟମ ଅନୁସାରେ ମୁଁ ପଞ୍ଜୀକରଣ କରିଛି। ତେଣୁକରି ପଞ୍ଜୀକରଣ କରିବା ଭିତରେ ଆମର ଯେଉଁ ସମ୍ପାଦକ ମହୋଦୟ କହିଲେ ତୁମେ ଏଇ ସମୟ ଭିତରେ ଆସନ୍ତୁ, ମୁଁ ଏଇ କାର୍ଯ୍ୟରେ ବ୍ୟସ୍ତ ଅଛି, ଖରିଫ ଧାନ କିଣାରେ ମୁଁ କରିବୁ। ମୁଁ ଫେରିକି ପଞ୍ଜୀକରଣ ଦେଇଦେଲି, ଫେରିକି ପଳେଇଲି। ପୁଣି ଆସିଲି, ପୁଣି କହିଲେ ହେଇପାରିବନି, ତୁମେ ଯାଅ 25 ତାରିଖ ପରେ ଆସ। ପୁଣି 25 ତାରିଖ ଆସିଲୁ, ପୁଣି କହିଲେ ଏବେ ହେଇପାରିବନି, 1 ତାରିଖ 2 ତାରିଖ ବେଳକୁ ଆସ। ଆମେ ସେଠୁ କହିଲୁ ଆଜ୍ଞା ଦେଖନ୍ତୁ, ବାହାର ସାଇଡ଼ରୁ ଶୁଣୁଛୁ କ'ଣ ବନ୍ଦ ହେଇଯିବ ବୋଲି ସରକାରଙ୍କର ପଞ୍ଜୀକରଣ ବ୍ୟବସ୍ଥାଟା, ଆପଣ ଟିକେ ଦୟାକରି କରିଦିଅନ୍ତୁ। ଆଉ ଫର୍ମ ତ ନେଇଗଲେ କରିଦିଅନ୍ତୁ। କହିଲେ ନା ସେ ଫର୍ମ ଦେଇଯାଅ, ସେ 1 ତାରିଖ ତୁମକୁ କିଏ କହିଲା ବନ୍ଦ କରିବ? ତେଣୁକରି ସେ ହେବ, ମୁଁ ଅଛି, ମୁଁ କହୁଛି ଫୋନ୍ ନମ୍ବର ଦେଇଯାଅ, ମୁଁ ଡକେଇ କରିବି। ଏଥି ମଧ୍ୟରେ ଆଜ୍ଞା 25 ତାରିଖ ରାତି ସୁଦ୍ଧା ବନ୍ଦ ହେଇଯାଇଛି। ଆମେ ଆଉ ନିରୁପାୟ, ଆମେ ଫେରିକି ଆସିଗଲୁ। ପୁଣି 2 ତାରିଖ ଆସି ପହଞ୍ଚିଲୁ, ଯେଉଁ ଡେଟ୍ ଦେଇଥିଲେ ସମସ୍ତେ ଚାଷୀ ଗୋଟେ ଜଣଙ୍କର ଆଜ୍ଞା କରିନାହାନ୍ତି ପଞ୍ଜୀକରଣ। ସମସ୍ତେ ସମସ୍ତେ ମରିଯାଇଛି। ଆପ୍ଲାଏ ତ ନେଇଛନ୍ତି ଫର୍ମ 62 ଜଣଙ୍କ ଉପରେ ଅଦ୍ୟାବଧି ଫର୍ମ ଦେଖିଲେ ଖାତା ଜଣା ପଡିବ। ଆଉ ସବୁ ଫର୍ମ ଫେରେଇ ଦେଇଛନ୍ତି। ସେ ତ କହୁଛନ୍ତି ମୁଁ ଖରିଫ ଧାନ କିଣୁଛି, ତାପରେ ବ୍ୟବସ୍ଥା ବୁଝିବି। ଏଇ ବୁଝି ଭିତରେ ଆମର ପଞ୍ଜୀକରଣ ସରକାରଙ୍କ ବନ୍ଦ ହେଇଯାଇଛି। ଆଉ ଏଇ ଗୋଟିଏ ଆମେ ଏମିତି ଆମର ଅନଶନ କରିବୁ, ନଚେତ ରାଜରାସ୍ତାରେ ମରିବା ଛଡା ବାଟ ଆମର କାହିଁ ଆଜ୍ଞା। ମୁଁ ଦେନଦାରୀ କରି ବୁଡି ଯାଇଛୁ। ଆଉ ପାଖାପାଖି 8 ଏକର ଜମିରେ 2.5 ଲକ୍ଷ ଟଙ୍କା ପରେ ଋଣ ଭାର ଆମର ଅଛି। ପିଲା ପାଠ ସାଠ ପଢୁଛନ୍ତି, ବାପା ଆମର ପାରାଲିସିସ୍ ପେସେଣ୍ଟ, ବହୁତ କଷ୍ଟରେ ଆମେ ବର୍ତ୍ତମାନ ଜର୍ଜରିତ ଅଛୁ। ଏତେ ଦୟା କରିକି ଆମେ ଆପଣଙ୍କ ମିଡ଼ିଆ ସାମ୍ନାରେ ଅନୁରୋଧ କରୁଛୁ ମୁଖ୍ୟମନ୍ତ୍ରୀ ମହୋଦୟ, ଲୋକଙ୍କ ସରକାର ଆମ ଦୁଃଖ ଶୁଣିକି ଆଉ ଗୋଟେ ଦିନ 2 ଦିନ ପାଇଁ ପଞ୍ଜୀକରଣ ବ୍ୟବସ୍ଥାଟା ଖୋଲନ୍ତୁ, ଆମେ ଉପକୃତ ହେବୁ। ଅଧିକାରୀଙ୍କ ତାଙ୍କ ଦୋଷ ପାଇଁ ସେ ତ ନିଶ୍ଚିତ ଭଗବାନ ଦଣ୍ଡ ଦେବେ, ଉପର ଲେବୁଲ ବାଲା। ଆମେ ଆଉ ଚାଷୀ ଲୋକ ଏତେ ଭିତରକୁ ଯିବୁନି, ତାଙ୍କ କର୍ମ ଅନୁସାରେ ସେ ଫଳ ପାଇବା ଅବଶ୍ୟ। ଆଜି ଜାମଝାଡ଼ି ସେବା ସମିତିରେ ବହୁତ 200 ଜଣ ଚାଷୀ ଆଜି ଧାରଣାରେ ବସିଛନ୍ତି। ତାଙ୍କର ଧାରଣା ବସିବାର କାରଣ ରବି ଫସଲ ପଞ୍ଜୀକରଣ ଆବେଦନ କରିଥିଲେ, କିନ୍ତୁ ଏ ସମିତିରେ ଥିବା କର୍ମଚାରୀମାନେ ଅବହେଳା ହେତୁ ସେମାନେ ଅନଲାଇନ୍ କରିପାରିନାହାନ୍ତି, ଯେଉଁଟାକି ସେମାନେ ଏଇ ସରକାରର ଯେଉଁ ଯୋଜନା ଅଛି ସେଥିରୁ ବଞ୍ଚିତ ରହିଛନ୍ତି। ସେଥିପାଇଁ ଏଟା ବହୁତ ଦୁଃଖର କଥା। ଚାଷୀ ଭାଇମାନେ ଆଜି ଏତେ ଖରାରେ ଏଠି ନିଜକୁ ଦେହକୁ ପୀଡ଼ା ଦେଇ ବସିଛନ୍ତି ନିଜର ପେଟ ପାଟଣା ପାଇଁ। ଏଠିକାର ଚାଷୀମାନଙ୍କର କିଛି ସେମିତି ଯେ ଅଲଗା କିଛି ସୋର୍ସ ନାହିଁ। ଏମାନଙ୍କର ଜୀବାର ଗୋଟିଏ ଜିନିଷ ହେଉଛି ଚାଷ କରିବେ, ବଞ୍ଚିବେ। କିନ୍ତୁ ଆଜି ଏତେ ଦୁଃଖର ବିଷୟ ଆମର ଜାମଝାଡ଼ି ପଞ୍ଚାୟତ ପାଇଁ, ଏଠିକାର ଏଇ ସଂସ୍ଥାରେ କର୍ମଚାରୀମାନେ ବହୁତ ଅବହେଳା କରିଛନ୍ତି। ତେଣୁ ଏମାନେ ବର୍ତ୍ତମାନ ଏ ଖରାରେ ବସି ଆମର ଡିସିସନ୍ ନେଲୁ ଯେ ସେମାନଙ୍କର ଏଇ ସରକାରର ସୁବିଧା କେମିତି ପାଇବେ, ସେଥିପାଇଁ ଆମର ଏ ସେବା ସମିତିର ସମସ୍ତ କର୍ମୀ ଯେ ଭୁବନେଶ୍ୱର ଯିବେ, କେମିତି ଅନଲାଇନ୍ ହେବ ତାର ବ୍ୟବସ୍ଥା କରିବେ। କେତେ ଜଣ ଚାଷୀଙ୍କର ରେଜିଷ୍ଟର ହେଇଛି ନା ଟୋଟାଲ ହେଇନି? ନାଇଁ, ଏବେ ଯାହା ମୁଁ ଖବର ନେଲି କାହାରି ପଞ୍ଜୀକରଣ ହେଇନାହିଁ। ସମସ୍ତେ ଫର୍ମ ଆବେଦନ କରିଥିଲେ। ତାଙ୍କର ଲାଷ୍ଟ ଡେଟ୍ ଥିଲା 25 ତାରିଖ। 25 ତାରିଖ ପରେ ସେ ସାଇଟ୍ ବନ୍ଦ ହେଇଯାଇଛି, ମାନେ କୌଣସି ପଞ୍ଜୀକରଣ କରିପାରୁନାହାନ୍ତି। ମୁଁ ଭାବୁଛି, ମୋ ମତରେ ଏ ସେବା ସମିତିରେ ସମସ୍ତ କର୍ମଚାରୀ ଦାୟୀ ଅଛନ୍ତି। ସମସ୍ତେ ଚାଷୀ ଭାଇମାନଙ୍କୁ ଅବହେଳା ଦେଇଛନ୍ତି। ନିଜର ଆନ୍ତରିକତା ନାହିଁ। ଏ ସଂସ୍ଥା କେମିତି ଆଗକୁ ଯିବ, ଚାଷୀ ଭାଇମାନେ ଉପକୃତ ପାଇବେ, ଏମାନଙ୍କର କାହାରି ନିଜର ଆନ୍ତରିକତା ନାହିଁ। ସରକାର ଚାଷୀକୁ ପ୍ରାଧାନ୍ୟ ଦଉଛନ୍ତି, କିନ୍ତୁ ଏ କର୍ମଚାରୀମାନେ କାହିଁ ଏତେ ଅବହେଳା କରୁଛନ୍ତି? ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ସବୁ ସମୟ କହି ଆସୁଛନ୍ତି, ଆମର ଚାଷୀ ଭାରତବର୍ଷର ଜନ୍ମ, ସବୁକିଛି ଚାଷୀମାନଙ୍କ ପାଇଁ ସବୁକିଛି ଆଗକୁ ଯାଉଛି ଆମର ଦେଶ। କିନ୍ତୁ ଚାଷୀମାନଙ୍କୁ ଆମେ ସମସ୍ତେ ସବୁ ଜାଗାରେ ସାହାଯ୍ୟ କରିବା ଦରକାର, ସବୁ ଦୃଷ୍ଟିରୁ ଆଗକୁ ନେବା ଦରକାର।
କିନ୍ତୁ ଏଠି ଆମର ଅବହେଳା କରିଛନ୍ତି ଆଉ। କଣ ଆପଣ ଦାବି ବର୍ତ୍ତମାନ ମାନେ ନେବେ ଯେ ସେମାନେ କଣ କାର୍ଯ୍ୟାନୁଷ୍ଠାନ ହବା ସେମାନେ ଦରକାର? ଚାଷୀମାନଙ୍କ ପାଖରୁ ଆପଣ ପଚାରି ବୁଝନ୍ତୁ କଣ କଣ ତାଙ୍କର ଆଉ ଆଗାମୀ ଦିନ ଦାବି ଯେହେତୁ ରହିବ। ଆପଣ ଜଣେ ଜନପ୍ରତିନିଧି ଆପଣ କଣ ପଦକ୍ଷେପ ନେବେ ସେମାନଙ୍କ ବିରୁଦ୍ଧରେ? ନିଶ୍ଚିତ ଭାବରେ ମୁଁ ତ ଆଜି ଡିସିସନ ଆମେ ନେଲୁ, ସରପଞ୍ଚ ସମିତି ସଭ୍ୟ ଆମର ନେଲୁ ଯେ ଆମର ଯେତେ ଦିନ ପର୍ଯ୍ୟନ୍ତ ଚାଷୀ ଭାଇମାନଙ୍କର କଥା ବୁଝା ନ ହେଇଛି ସେଦିନ ପର୍ଯ୍ୟନ୍ତ ଆମର ଜାମଝାଟି ସୋସାଇଟି ବନ୍ଦ ରହିବ। ଆଜ୍ଞା, ଏଠି ରବି ଫସଲ ପାଇଁ ଚାଷୀମାନେ ଯେଉଁ ଗଭର୍ଣ୍ଣମେଣ୍ଟର ଅବଧି ଥିଲା 25 ତାରିଖ ସୁଦ୍ଧା ପଞ୍ଜୀକରଣ କରିବା କଥା, ଏଠି ପଞ୍ଜୀକରଣ କରିପାରି ନାହାନ୍ତି। ଆମ ଚାଷୀ ଭାଇମାନେ ବହୁତ ଥର ଆସିକି ଆମେ ସୋସାଇଟିକି ଆସିଛନ୍ତି, ପଞ୍ଜୀକରଣ ପାଇଁ ଆବେଦନ ବି ଫର୍ମ କରିଛନ୍ତି। ପାଖାପାଖି 200 ଏକର ଚାଷ କରିଥିବା ଚାଷୀ 200 ଜଣ ଚାଷୀ ଏଠି ଆଜି ଖରାରେ ବର୍ଷାରେ ନୟାନ୍ତ ହେଉଛନ୍ତି, ଯେଉଁଟାକି ସେ ତାଙ୍କର ପେଟ ପୋଷଣ କରିବା ପାଇଁ ଚାଷରୁ ହିଁ ବଞ୍ଚିତ ରହୁଛନ୍ତି। ଯେଉଁମାନେ ଚାଷ କରି ରୋଜଗାର ପୋଷଣ କରୁଛନ୍ତି, ପରିବାର ପୋଷୁଛନ୍ତି, ଛୁଆ ପିଲାଙ୍କ ପାଠ ପଢ଼ାଉଛନ୍ତି, ସିଏ ଆଜି ରାସ୍ତାଘାଟରେ ବସୁଛନ୍ତି, ଯେଉଁଟାକି ତାଙ୍କ ପାଇଁ ଆଜି ପଞ୍ଜୀକରଣ ସେ କରିପାରୁନାହାନ୍ତି, ଯେଉଁଟାକି ସେ ଆଜି ବସୁଛନ୍ତି। ଆଜି କଣ ପାଇଁ ପଞ୍ଜୀକରଣ କଣ କହୁଛନ୍ତି କର୍ତ୍ତୃପକ୍ଷ? ଆଜ୍ଞା, ଆଜି କର୍ତ୍ତୃପକ୍ଷ କହୁଛନ୍ତି ଯେ ଯେଉଁଟାକି ଆମକୁ ସମୟ ହେଉନାହିଁ, ଆମ ସମୟ ହେଲାନି ବୋଲି ଆମେ କରିପାରିଲୁ ନାହିଁ। এই ଜାମୁଜାଡ଼ି ସେବା ସମିତିର କାର୍ଯ୍ୟକର୍ତ୍ତା ମାନେ ସେମାନଙ୍କର ସମ୍ପୂର୍ଣ୍ଣ ଦାୟୀ ରହିବେ। ସେ ତାଙ୍କରି ପାଇଁ ଅବହେଳା ପାଇଁ, ଯେଉଁଟାକି ପାଖରେ ଆମର ବହୁତ ପାଖରେ ମାର୍କୁଣା ସୋସାଇଟି ଏବଂ ବରି ସୋସାଇଟି, ସେମାନଙ୍କ ସୋସାଇଟିରେ ସେମାନଙ୍କର ଚାଷୀ ଭାଇମାନେ ପଞ୍ଜୀକରଣ କରିଦେଇଗଲେ, କିନ୍ତୁ ଏଠି ଆମ ଜାମୁଜାଡ଼ି ସେବା ସମିତିରେ ରବି ଫସଲ ପାଇଁ ପଞ୍ଜୀକରଣ କରିପାରିଲେ ନାହିଁ। ସେମାନଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନେବେ? ଏ ସରକାର ମୋହନ ସରକାର ଲୋକଙ୍କ ସରକାର ନିଶ୍ଚିତ ଏ କାର୍ଯ୍ୟାନୁଷ୍ଠାନ ନେବେ, ଯେଉଁଟାକି ଆମର ପ୍ରିୟ ବିଧାୟକ ପଦ୍ମଲୋଚନ ପଣ୍ଡା ଏ ବିଷୟରେ ତାଙ୍କୁ ବି ଆମେ ଅବଗତ ଜଣାଇଛୁ। ସେ ବି ଆଜି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆମେ ଆଶା କରୁଛୁ। ଆମକୁ ମାର୍ଚ୍ଚ 20ରୁ 25 ତାରିଖ ମଧ୍ୟରେ ଧାନ ପଞ୍ଜୀକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତା ପୂର୍ବରୁ ଆମକୁ ଯେତେବେଳେ ଭିସି ମାଧ୍ୟମରେ ଟ୍ରେନିଂ ଦିଆଯାଇଥିଲା, ଆମେ ସେତେବେଳେ କ୍ୱେଶ୍ଚନ୍ କରିଥିଲୁ ଯେ ଆମ ଯେହେତୁ ରସ୍ ପିରିୟଡ଼ ଅଛି, ଆମେ ସେତେ ପର୍ଯ୍ୟନ୍ତ 40% ବି ଚାଷୀ ଧାନ କିଣି ନାହୁଁ, ତେଣୁକରି ଆମକୁ ଏଇ ମାର୍ଚ୍ଚ ମାସରେ ଅନଲାଇନ୍ କରିବା ସମ୍ଭବପର ନୁହେଁ। ସେତିକିବେଳେ ଆମକୁ ଗୋଟେ ପ୍ରତିଶ୍ରୁତି ଏମିତି କୁହାଯାଇଥିଲା ଯେ ସରକାର ବଢ଼େଇ ପାରନ୍ତି, ତୁମେ କିନ୍ତୁ ଲାଗ କାମରେ। ତାପରେ ମୋର ଗୋଟେ ବଡ଼ ଇଏ ହେଲା, ମୁଁ ଏଠିକାର ଦାୟିତ୍ୱ ଥିବାବେଳେ ମାର୍କୁଣା ସେବା ସମବାୟ ସମିତିର ମଧ୍ୟ ଧାନ କ୍ରୟ ଅଧିକାରୀ ଭାବେ କାର୍ଯ୍ୟରତ ଥିଲି। ମୁଁ କହୁଛି ସେଇଟା କହୁଛି, ମୁଁ ମାର୍କୁଣା ସେବା ସମବାୟ ସମିତିର ମଧ୍ୟ ଧାନ କ୍ରୟ ଅଧିକାରୀ ଥିଲି। ସେଠି ମୁଁ 2500 ଲୋକଙ୍କ କତରୁ ପାଖାପାଖି 86,000 କୁଇଣ୍ଟାଲ ଧାନ କିଣିଛି। ଏଠି ମଧ୍ୟ 1521 ଜଣଙ୍କ କତରୁ 54,000 କୁଇଣ୍ଟାଲ ଧାନ ଆମେ କିଣିଛୁ। ଏକାକି ଲୋକ ଦୁଇ ଆଡ଼େ ଦାୟିତ୍ୱ ସମ୍ପାଦନ କରିବା ମୋ ପାଇଁ ବହୁତ ଟିକେ ଟଫ୍ ଟାସ୍କ ହେଲା। ଆଉ ମୁଁ ଲିଖିତ କାହାକୁ ଜଣାଇଛନ୍ତି? ନାଇଁ, ମୁଁ ଯେତେବେଳେ ମୋତେ ଅର୍ଡ଼ର ହେଇଥିଲା, ଗଭର୍ଣ୍ଣମେଣ୍ଟ ଅର୍ଡ଼ର ଫେବୃଆରୀ ମାସ ଡିସେମ୍ବର ମାସରେ, ମୁଁ ଜାନୁଆରୀ 5 ତାରିଖ ଦିନ ଯାଇକି ମୋର ଉପରିସ୍ଥ ଅଧିକାରୀ DRCS ARCSଙ୍କୁ ଲିଖିତ ଦେଇଥିଲି ଯେ ମୁଁ ମୋ ସୋସାଇଟି ଗୋଟେ ବହୁତ ବଡ଼ ସୋସାଇଟି, ଆଉ ତେଣୁ ଟ୍ରାଞ୍ଜାକ୍ସନ୍ ଦୈନନ୍ଦିନ ଟ୍ରାଞ୍ଜାକ୍ସନ୍ ଅଛି। ତତ୍ସହିତ ମୋର ଯେଉଁ ଧାନ ମୁଁ 1545 ଜଣ ଲୋକଙ୍କଠୁ କିଣିବି ବୋଲି, ତେଣୁକରି ମୁଁ ସେଥିରେ ମୋର ଗୁରୁ ଦାୟିତ୍ୱ ଅଛି। ତତ୍ସହିତ ମୋତେ ସେଠି ଗୋଟେ ଆଡ଼ିସନାଲ୍ ଦାୟିତ୍ୱ ଦିଆଯାଏ। ନାଇଁ, ଆଦୌ ଆମେ ଗୋଟେ କରିପାରୁନୁ। ଆମେ ଏକ୍ସପେକ୍ଟେସନ୍ ଆମର ଥିଲା ଯେ ସରକାର ବଢ଼େଇବେ ଗୋଟେ ଦୁଇ ଦିନ। ଆମେ ଚାଷୀମାନେ ମାନେ ଦାୟୀ କିଏ ରହିବ? ଆପଣ ରହିବେ ନା ସରକାର ରହିବେ ନା କିଏ ଦାୟୀ ରହିବ? ନିଶ୍ଚିତ ଭାବେ ଶୁଣନ୍ତୁ, ଭୁଲ ଆମର ନିଶ୍ଚିତ ଭାବେ। ତେଣୁକରି ଆମେ ସେଇ ସମୟରେ କରିପାରିଲୁ ନାହିଁ, ଏକାଧିକ କାରଣ ଥିଲା। କିନ୍ତୁ ଆମେ ବି ସରକାରଙ୍କ ପାଖରେ, ଅଫିସରଙ୍କ ପାଖରେ ଡେଲି ଯାଇ ଭେଟୁଛେ। ସେମାନେ ବି କହିଛନ୍ତି ଯେ ବଢ଼େଇବା ପାଇଁ ସରକାର ଲେବୁଲରେ। ଆଉ ଏଇଟା 25 ତାରିଖ ଦିନ, 25 ମାର୍ଚ୍ଚ ଦିନ ଥିଲା ଲାଷ୍ଟ ଡେଟ୍। 26 ତାରିଖ ଦିନ ଇମିଡ଼ିଏଟ୍ କଲେକ୍ଟର ଗୋଟେ ଜାଗା କଲେ, ଆଉ ଗୋଟେ ଜାଗା କଣ ଗୋଟେ କି ହେଇପାରିଲେନି? ଏତେ ସମୟ ନାଇଁ, ମୁଁ ଆଉ ଗୋଟେ ଜାଗାରେ ମୁଁ କରିନାହିଁ ଆଜ୍ଞା। ସେଠିକାର ଯିଏ ସମ୍ପାଦକ ଥିଲେ, ନିଲମ୍ବିତ ସମ୍ପାଦକ, ସିଏ ବର୍ତ୍ତମାନ ସେଠି କାର୍ଯ୍ୟରତ। ସିଏ ଧାନ କ୍ରୟ ଅଧିକାରରୁ ନିଲମ୍ବିତ ଥିଲେ, କିନ୍ତୁ ମୁଁ ଧାନ କ୍ରୟ ଅଧିକାରୀ ଥିଲି। କାର୍ଯ୍ୟ ବ୍ୟସ୍ତତା, ଆପଣ ଆଉ କାହାକୁ ଦାୟିତ୍ୱ ଦେଇ ପାରିଥାନ୍ତେ, ନହେଲେ ଉପରେ ନାଇଁ, କରିପାରିଥାନ୍ତେ। ମୋର ଷ୍ଟାଫ୍ ବୋଲି ସବୁ, ଅବହେଳା ପାଇଁ ଚାଷୀମାନେ ଆଜି ଖରାରେ ବସୁଛନ୍ତି। ମୋର ଷ୍ଟାଫ୍ ବୋଲି ସବୁ ମୁଁ ଆଉ ଆମର ଲେଜର କ୍ଲର୍କ ଜଣେ ଆଉ ପିଅନ ଜଣେ, 3 ଜଣ ସମୁଦାୟ। ତେଣୁକରି ମୁଁ ଏଠି ଧାନ କିଣିବାକୁ ଥିଲାବେଳେ ସେଠି ମାର୍କୁଣା ଗଲାବେଳେ କେତେ ଜଣ ଏଇ ଜାମଝାଡ଼ି ସେବା ସମିତି ଉପରେ କେତେ ଚାଷୀ ନିର୍ଭର କରନ୍ତି? ଆମର ରବି ଧାନ ପାଇଁ ଆମ ପାଖରେ ସବୁ ସମୁଦାୟ 60ଟି ଫର୍ମ ହସ୍ତଗତ ହେଇଥିଲା ଆମ ପାଖରେ। ଆଉ ଚାଷୀମାନଙ୍କ ପାଖରେ ଫର୍ମ କାର୍ଯ୍ୟ କରିବାର ସମ୍ପୂର୍ଣ୍ଣ ବିଫଳ ଆପଣ? କାର୍ଯ୍ୟ ମୁଁ ମୋର କରିଛି 100%। ତଥାପି ଏଇଟା ବି ଗୋଟେ ବିଫଳତା ବୋଲି ମୁଁ ଭାବି